ଆଜି ଶୁଣିବା ଉପନ୍ୟାସ ହରିଜନ ଭାଗ 13। ଔପନ୍ୟାସିକ ଗୋପୀନାଥ ମହାନ୍ତି। ଅବିନାଶ ବାବୁ ଘରକୁ ଆସିଛନ୍ତି। ଚାକର ବାପରଙ୍କ ଡରୁଆ ମୁହଁ, ଦୌଡ଼ ଧାପଡ଼, ମଝିରେ ମଝିରେ ଗର୍ଜନ, ଆବେ ହରିଆ ଆବେ ମଧୁଆ। ଦାଣ୍ଡ ଦୁଆରେ ମଟର ଶବ୍ଦ, ବୈଠକଖାନାରେ ଜନତା। ପ୍ରଚାର କରୁଛି ସେହି କଥା। ଅବିନାଶ ବାବୁ ଘରକୁ ଆସିଛନ୍ତି। ଗୋରା ସରୁଆ ଡେଙ୍ଗା ଲୋକଟିଏ। ମୁଣ୍ଡ ଛାମୁକ ଚନ୍ଦା ହେଲାଣି। ମୁହଁରେ ତେଜ ଅଛି। ଖାଲି ଦେହରେ ଘଡ଼ିଏ କାଳ ତେଲ ମାଲିସ କରୁଥିଲା ବେଳେ ଚାକର ଦେଖେ ଖାଲି ହାଡ଼ କେଇଖଣ୍ଡ। ଗରମ ଦିନରେ ବି ଗାଧୋଇବାକୁ ପାଣି ଗରମ ହୁଏ। ଟିକିଏ ଡେରି କଲେ ଚାକର ବୁଝେ ହାଡ଼ର ବଳ କେତେ। ଯଶୋଦା ବାରେଇ ହୋଇ ବିଲେଇ ପରି ବୁଲେ। ଭିତରୁ ଗମ୍ଭୀର ଗଳାରେ ବାରମ୍ବାର ଡାକରା ଆସେ, ଯଶୋଦା ଆଇଲୁ, ଯଶୋଦା ଗଲୁ। ଭିତରୁ ଗମ୍ଭୀର ସ୍ୱର ସୂକ୍ଷ୍ମରେ ଯେପରିକି ବୁଝେଇ ଦେବାକୁ ଚାହେଁ, ପାଣୁ ତୁମେ ଯହିଁ ପାଇଁ ନସର ପସର, ଆମେ ସେ କଥାଟି ଜାଣି। ସେଇ ବାଜେଣୀ ଘଣ୍ଟ, ବଡ଼ ଘରର ଦୌଲତ, ମନ୍ଦିରର ସବୁ ଛକ ସେ ନିୟନ୍ତ୍ରଣ କରେ। ଅବିନାଶ ବାବୁ ଦାଣ୍ଡ ଘରେ ବସନ୍ତି। ଟେବୁଲ ଉପରେ ମୁଣ୍ଡ ଝାଙ୍କି ହୋଇ ରହେ। କାଗଜପତ୍ର, ଅର୍ଥ ଉପାର୍ଜନର ଅଜସ୍ର ସମସ୍ୟା। ଘରକୁ ଆସିଲେ ତା'ର ଯାବତ ଜଞ୍ଜାଳ ଅପେକ୍ଷା କରି ରହିଥାଏ। ଧୀରେ ଧୀରେ କାମ ତାକୁ ଗ୍ରାସ କରେ। ହାଡ଼ କେଇଖଣ୍ଡ ସ୍ଥିର ହୋଇ ରହେ। ଇଞ୍ଜିନ ଚାଲିଲା ପରି ପାଟିରୁ ସିଗାରେଟ ଧୂଆଁ, ମୁହଁ ଚମ୍ବର। କଳ ଚଳେଇ ଅର୍ଥ ଉପୁଜାନ୍ତି। ତହିଁରେ ଭାଗୀ ହେବାକୁ ବେଳ ନାହିଁ, ସୁଯୋଗ ନାହିଁ। ଖାଆନ୍ତି ଖୁବ୍ ଅଳ୍ପ, ପିନ୍ଧିବାରେ ନୂଆ ସୁଖ ନାହିଁ। ପ୍ରତ୍ୟେକ ଅବୟବ କଳର ତାଳରେ କାମ କରି କରି ସୁଖ ଘେନିବାର ଶକ୍ତି ହରାଇ ସାରିଛି କେଉଁଦିନୁ। ଅଭୀଷ୍ଟ କେବଳ ଗୋଟାଏ, ସମ୍ପତ୍ତି ବଢ଼ିବ। କଳ ଚଳେଇ ଅର୍ଥ ଉପୁଜାନ୍ତି। ତହିଁରେ ଭାଗୀ ହେବାକୁ ବେଳ ନାହିଁ, ସୁଯୋଗ ନାହିଁ। ଖାଆନ୍ତି ଖୁବ୍ ଅଳ୍ପ, ପିନ୍ଧିବାରେ ନୂଆ ସୁଖ ନାହିଁ। ପ୍ରତ୍ୟେକ ଅବୟବ କଳର ତାଳରେ କାମ କରି କରି ସୁଖ ଘେନିବାର ଶକ୍ତି ହରାଇ ସାରିଛି କେଉଁଦିନୁ। ଅଭୀଷ୍ଟ କେବଳ ଗୋଟିଏ, ସମ୍ପତ୍ତି ବଢ଼ିବ। ସେ ବି ଜଣେ ନୀରବ କର୍ମୀ, ଜଣେ ସ୍ରଷ୍ଟା। ମୁହୂର୍ତ୍ତ ମୁହୂର୍ତ୍ତକର ପ୍ରସବ ବେଦନାରେ ଜନ୍ମ କରନ୍ତି ପୋଡ଼ା ଇଟା, ଚୂନ, ସିମେଣ୍ଟ, କାଗଜର ନୋଟ, ଚଳନ୍ତି ଟଙ୍କା ଏବଂ ସମ୍ପତ୍ତି। ସାଧନାରେ ବସନ୍ତି ପିଠିଆଡ଼େ ଏଡ଼େ ବଡ଼ ସୁନ୍ଦର କୋଠା, ସେଠି ମାନମୟୀ ବେଶ୍ ପିନ୍ଧି, ବେଶ୍ ବଳାଇ ହାରମୋନିୟମ ଖୋଲି ଗୀତ ବୋଲେ। ଅଘୋର ବାବୁ ରେଡ଼ିଓ ବଜାଇ ସମ୍ବାଦ ଶୁଣାନ୍ତି। ନିଜେ ବଡ଼ଲୋକର ଉତ୍ତରାଧିକାରୀ ହୋଇ ମନର ଖିଆଲରେ ବନ୍ଧୁମାନଙ୍କ ମେଳରେ ବଖାଣନ୍ତି ସମତାର ମତବାଦ। ସେଠି ଚା ଓ ତାସର ସଭ୍ୟ ଆନନ୍ଦ। ତାଙ୍କର ମା ରମା ଆପଣା ସଂସାରର ସବୁ ଡୋର ହାତରେ ମୁଠେଇ ଚାବି ଝଣକେଇ ଏ ଘରୁ ସେ ଘର ଭୂଇଁ ଦୁଲୁକେଇ ବୁଲୁଥାନ୍ତି। ରଡ଼ୁଥାନ୍ତି, କିଲୋ ଯଶୋଦା, କାହିଁକି ମେଣ୍ଟେଇଛୁ? ହେ ପୂଜାରୀ! ଅବିନାଶ ବାବୁ ବସିଥାନ୍ତି। ଆଲୁଅ ଜଳୁଥାଏ, ପଙ୍ଖା ଘୂରୁଥାଏ। ଠଣ୍। ହଜୁର! ମା'ଙ୍କୁ ସଲାମ ଦେଓ। ଆରେ ଧାତ୍, ଯା ତ, ମା'ଙ୍କୁ କହିବୁ ଟିକିଏ ଆସିବେ, କାମ ଅଛି। ହଜୁର। ପୋଷାକ ପିନ୍ଧା, ଶୁଖାମୁହାଁ, ଅର୍ଦ୍ଦଳି ତରତର ହୋଇ ଚାଲିଗଲା। ତଳର ଗାଲିଚା ଉପରେ ପାଦର ଶବ୍ଦ ନାହିଁ। ପୁଣି ଭାବନା। ସେ ଆସିଲେ, କହିଲେ, ଡାକୁଥିଲ? ହଁ, ବସ। ସ୍ତ୍ରୀଙ୍କୁ ମାନି ଚଳିବାକୁ ହୁଏ। ଦୁଇ ସ୍ୱାଧୀନ ମତର ସଂଘର୍ଷ ଲାଗିଲେ ଜିଟାପଟ ହୁଏ ରମାଙ୍କର। ସ୍ୱାମୀଙ୍କୁ ଶାସନ କରିବାର ତୃପ୍ତି ଓ ସନ୍ତୋଷରେ ତାଙ୍କର ସ୍ୱାସ୍ଥ୍ୟ ପୁଷ୍ଟି ଘଟେ। ବାରେଇ ହୋଇ କହିଲେ, ଶୁଣିଥିବ ତ ଶୈଳେନ୍ଦ୍ରବାବୁଙ୍କ ଝିଅର ବାହାଘର ହେଉଛି। କ'ଣ ହେଲା? ନିରୁପମାକୁ ଦେବାକୁ ପଡ଼ିବ କିଛି ଗୋଟେ। ଏଇଆ ତ? ମୁଁ କ'ଣ ସେ କଥା ବନ୍ଦୋବସ୍ତ କରିନାହିଁ? ଚାରଣା ଓଜନର ତାରକସି କାନଫୁଲ, ଆଜିକାଲିକା ଫେସନକୁ ମାନିବ, ଖୁବ୍ ସୁନ୍ଦର। ସବୁଦିନେ ନାଉଥିବ। ରମା ହସିଲେ। କହିଲେ, ବରାଦ ଦେଇ ଦେଇଛି, ସୁନ୍ଦର ନୂଆ ଡିଜାଇନ। ନିରୁପମା ବିଷୟରେ ଅଘୋର କରିଥିଲେ କ'ଣ ମନ୍ଦ ହୋଇଥାନ୍ତା? ଜାଣୁ ଜାଣୁ କଲ ନାହିଁ, ଦାୟୀ ତୁମେ। ରମା ଗମ୍ଭୀର ହୋଇଗଲେ ଓ କହିଲେ, ସେ ବିଷୟରେ ତର୍କ ଚଳିବ ନାହିଁ। ହଁ, ସେମାନଙ୍କର ବୋଧହୁଏ ସେମିତି ଇଚ୍ଛା ଥିଲା। ତୁମେ ତ ହେଣ୍ଡି ମାରିଥାନ୍ତ, କାରଣ ଶୈଳେନ୍ଦ୍ରବାବୁଙ୍କର ତମର କ୍ଷୀରନୀର। ଲାଭଟା କ'ଣ ହୋଇଥାନ୍ତା? ପୁଅ ରମେଶ ଥାଉ ଥାଉ ଶୈଳେନ୍ଦ୍ରବାବୁ ତମ ଘରକୁ ଉଜାଡ଼ି ବୁହାଇ ଦେଇ ନଥାନ୍ତେ? ଅଘୋର ବୟସ ବଳେଇ ଯାଇ ନାହିଁ। ନିରୁପମାଟିଏ ଭଲ ପିଲାଟିଏ। ତାହେଲେ ମୁଁ ଯାଉଛି, ନା ଆଉ କ'ଣ କହିବ? ପର୍ଦ୍ଦା ସେକରେ ମୁହଁ ଦେଖାଇ ଦେଇ ମାନମୟୀ ପୁଣି ଲୁଚିଗଲା। ଠିଆ ହୋଇପଡ଼ି ରମା କହିଲା, ମୁଁ ଯାଉଛି।
ବସ ଆଉ ଟିକେ। ନିରୁପମା ବାହା ହେଇଯିବ। ମାନି ପାଇଁ ମୁଁ ପାତ୍ର ଠିକଣା କରୁଛି। ତୁମେ ମତ ଦେଲେ ହେଲା। ରମା ହସିଲେ। କହିଲେ ସବୁ ଚିଠିରେ ତମର ଗୋଟାଏ ଲେଖା ନୂଆ ପାତ୍ର ଥାଏ। ନା, ନୂଆ ପାତ୍ର ନୁହେଁ। ଯାହା କଥା ଲେଖିଥିଲି ଚାକିରି କରେ ଛେନ ଗୁଡ଼ଟା କରେ। ଜମିବାଡ଼ି ଘରଦ୍ୱାର ନାହିଁ। ଚାକିରି ତାଳଗଛ ଛାଇ। ହଉ ତୁମେ ବାପା ତୁମେ କର୍ତ୍ତା। ଝିଅଟାକୁ ବସେଇ ଦେବ ଯଦି ଦିଅ, ମୁଁ ଯାଉଛି। କ'ଣ ତମର ମନରେ ଅଛି କେଜାଣି? ଝିଅ ବାହାଘର ନ ପାଇଲେ ତମେ ଚିଡ଼ କାହିଁକି? ଆଚ୍ଛା କଲି, ବେଶ୍ କଲି। କମ୍ପି କମ୍ପି ରମ୍ପା ଚାଲିଗଲେ। ପର୍ଦ୍ଦା ବାଟେ ମାନମୟୀ ଦେଖିଲା ବୋଉ ଆସୁଛି। ଏମିତି ବୋଉ ଦେହକୁ ରାଗ ଚହଟେ। ଚାହୁଁ ଚାହୁଁ ଭିତରେ ଧଳା ତାତି ପୂରିଯାଏ। ବାପା ବସିଛନ୍ତି। ଜୋରରେ ସିଗାରେଟ ଫୁଙ୍କୁଛନ୍ତି। ବାପାଙ୍କର ରାଗ ଏହିପରି। କିନ୍ତୁ ସେଥିରେ କିଛି ଫଳ ନାହିଁ। ବୋଉ ଜିତିଲା। ସବୁଥର ସେ ଜିତେ। ବାହାଘର ଶୁଣିବାକୁ ଭଲ ଲାଗେ। ଉପରେ ଉପରେ ସ୍ୱପ୍ନର କଅଁଳ ସ୍ୱରରେ ଭରା ଦେଇ ଦୂରକୁ କୁହୁଡ଼ି ଭିତରକୁ ଭାସିଯିବାକୁ। ଦୂରର କାହାଣୀ ସେ। ଶୁଣିବାକୁ ଭଲ ଲାଗେ। ସବୁ ଭାଏଁ ଭାଏଁ ଉଡ଼ି ଚାଲି ଯାଉଥିବ। ରହିଥିବେ ରକ୍ତ ମାଂସର ମଣିଷ। ବାପା ବସି ଭାବୁଛନ୍ତି। କରୁଣ ମୂର୍ତ୍ତି, ସମାଧିସ୍ଥ ମନ। କ'ଣ ଭାବୁଛନ୍ତି ବାପା? ଠନ୍। ହଜୁର, ମାଙ୍କୁ ଡାକିଦେ। ହଜୁର। କେମିତି ନସର ପସର ହୋଇ ଅର୍ଦ୍ଦଳି ଛୁଟୁଛି। ବାପାଙ୍କ ପ୍ରତି ସମ୍ଭ୍ରମ, ବୋଉ ପ୍ରତି ହିଂସା। ବାପାଙ୍କୁ ସାନ କରିଦେବାକୁ ବୋଉକୁ ଖୁସି ଲାଗେ। ମାନମୟୀ କଲା। ବୋଉ ଅର୍ଦ୍ଦଳିକୁ ହୁରୁଡ଼ଉଛନ୍ତି। ଯା ଭାକ୍। ହଜୁର। ବୋଉର ରାଗ ତଳେ ନାହିଁ। ବୋଉ ଦେହରେ ଲଟେଇ ପଡ଼ି ମାନମୟୀ କହିଲା ବୋଉ ମୋତେ ଭୋକ କଲାଣି। ରାତି ମୋଟେ 8ଟା। କିନ୍ତୁ ମା'ଙ୍କୁ ସ୍ତବ କରିବାକୁ ମନ୍ତ୍ର ଏହା ହିଁ। ମୁଣ୍ଡ ଆଉଁସି ରମା କହିଲେ ଭୋକ କରିବ ନାହିଁ? ତୋର ଏବେ କୋଉ ଖିଆଟା ଅଛି? ବୋଉ 10ଟା ଟଙ୍କା ମୁଁ ରାଣଟି। ଓ ଏଇଥିପାଇଁ ଏତେ ଅଳି? ଯା ଫୁଲେଇଟା। ତୁ କ'ଣ ଭାବିଛୁ ତୋର ପଇସା ପାଇଁ ଆମେ ତୋତେ ଏତେ ଭଲ ପାଉ? କାହିଁକି କହିଲା? ଏମିତି କହି ହୋଇଗଲା। ବାଆଁରେଇ ହୋଇ ବୋଉ ମୁହଁକୁ ଅନେଇ ଦେଖିଲା। ଆଶ୍ଚର୍ଯ୍ୟ ହୋଇ ସେ ଚାହିଁଛନ୍ତି। ଅଳି କଲା। ଦେ। ଓହୋ, ଭାଇଠୁ ଶିଖିଛୁ କି? ଯା, ସୁନାଟି ପରା, ପଛେ ନବୁ। ଭାଇର ବହିରୁ ଘୋଷା ବକ୍ତୃତା ସବୁଦିନେ ନିଷ୍ଫଳ। ପ୍ରକାରାନ୍ତରେ ସେତିକି ଭାଇକୁ ବୁଝାଇ ଦେବା ଲାଗି ଭାଇର ବସିବା ଘରକୁ ପଶିଗଲା। ହଠାତ୍ ହୋ ହୋ ହସ। ଭୂତ ଦେଖିଲା ପରି ମାନମୟୀ ଦେଖିଲା ମୁହଁଟିକୁ ତଳକୁ ପୋତି ଗୋଡ଼ରେ ଟୋପିକି ସୁଟ୍ ପିନ୍ଧି ଝାଳେଇ ବସିଛି ଯେ ସେ ନୂଆ ହାକିମ। ଘୋଡ଼ା ଚଢ଼ା ଶିଖିବାକୁ ଏ ତୋଟକୁ ଆସେ। ମାଲୋ, ଏହି କ'ଣ ସେ? ପଦାକୁ ଚାଲି ଆସିଲା। ଅପେକ୍ଷା କଲା। ମନେ ମନେ ଭାବିନେଲା କେମିତି ଘୋଡ଼ାର ବେକକୁ କୁଣ୍ଢେଇ ଧରି ସେ ଘୋଡ଼ାର କଦମ ଦୌଡ଼ା ତାଳିଯାଏ। ଭିତରୁ ବାରମ୍ବାର ହସ ଶୁଭୁଛି। ଝକଝକ ଖୁରଧାର ପରି କଥାର ମର୍ମ ଛବି ହୋଇ ଝଲସୁଛି। ଭାଇ, ସୁରବାବୁ ଓ ଦଳ ହସ ହସରେ ତାକୁ ହାଣି ସାରିଲେଣି। ଖଟ୍ ଖଟ୍ ଚୋତା ଶବ୍ଦ। ଅତିଥି ବିଦାୟ ହେଲା। ଆଉ ସେ ଆସିବ ନାହିଁ ବିଚରା। ଗୋଟାଏ ସୂର୍ଯ୍ୟ ଅସ୍ତ ହେଲା। ଦୀର୍ଘଶ୍ୱାସ ଛାଡ଼ି ମାନମୟୀ ଲେଉଟିଗଲା ତା'ର ହାରମୋନିୟମ ପାଖକୁ। ଏ କ'ଣ ହେଉଛି? ଅନ୍ଧାର ସେକରେ ସରୁ ଗାରଟିଏ ପରି ଉଠି ଆସୁଛି ଟିକିଏ କ୍ଷୀଣ ଜହ୍ନ। ରୋଷେଇ ଘରେ କିଏ ଚୁଲି ଫୁଙ୍କୁଛି। କେଉଁ ପହରର ଶୀତଳିଆ ପାଉଁଶ ତଳୁ ଝିକିମିକି କରୁଛି ରଡ଼ନିଆଁଟେ ଟିକିଏ। ଫୁଙ୍କ୍ ଫୁଙ୍କ୍, ଆହୁରି ଫୁଙ୍କ୍। ଯଶୋଦା ଭୁଟୁର ଭୁଟୁର ହେଉଥାଏ। ଫୁଙ୍କ୍, ଜଳି ଉଠୁ, ଆହୁରି ଫୁଙ୍କ୍। ଏ ନିଆଁ ଦୁନିଆଯାକ ଚହଟି ଯିବ। ରୋଷେଇ ଘର ଆଲୁଅ ହେବ ସମସ୍ତିଙ୍କ ପାଇଁ। ଆଖିକି ଦିଶିବ ଥାକ ଥାକ ହୋଇ ଖାଦ୍ୟ ପଦାର୍ଥ ସଜା ହୋଇ ରହିଛି। ଶିକାରେ ଝୁଲୁଛି ଟୋକେଇ ପାଉଁଶିଆ ସବୁ ଭର୍ତ୍ତି। ତେବେ ଅଭାବ ରହିଛି କ'ଣ? ଚୁଲି, ଜାଳ, ହାଣ୍ଡି ବସା, ରନ୍ଧା ଖାଅ। ସମସ୍ତଙ୍କ ପାଇଁ ମୁଠିଏ ମୁଠିଏ। ଏ ଦୁନିଆ ଗୋଟାଏ ବଡ଼ ରୋଷେଇ ଘର। ଫୁଙ୍କ୍ ଫୁଙ୍କ୍। ଛାତ ଉପରେ ବସି ଜହ୍ନକୁ ଦେଖି ତାଳି ମାରି ଯଶୋଦା ହସୁଥାଏ। ଏ ସ୍ଥିର ରାତିରେ ତା'ର ସାଇତି ସ୍ନହାଳିଥିବା ମନର ତଳଟା ତଳ ଉପର ହୋଇ ଆଉଣ୍ଡି ହୋଇଯାଏ। ପାହାଡ଼ୀ ଯଶୋଦା ମିଛିମିଛିକା ପାଗଳ ହୁଏ। ଅନଉ ଭାବନା ବଦଳିଗଲା। ପରିଷ୍କାର ହୋଇ ନିଆଁଟା ଉଠିଗଲାଣି। କାହିଁ? ରୋଷେଇ ଘର କାହିଁ? ଦୁନିଆର ଭଣ୍ଡାର। ମନ ଇଚ୍ଛା ରାନ୍ଧି ପେଟପୂରା ଖାଇବାକୁ ଭାତ ଗଣ୍ଡିଏ କାହିଁ? କ'ଣ? ଚଉଦିକ ଫାଙ୍କା। ନଈ ସେପାରି ଅନ୍ଧାରି। ତୋଟା ଉହାଡ଼ରୁ ଚଉଠିର ଜହ୍ନଟା ଉଠୁଛି। ଦେହ ଶିର୍ ଶିର୍ ହେଉଛି। ବକା ପରି ଚାହିଁଲା ବେଳକୁ ବୃଥା ଭୟ।
ରୋଷଘର ନୁହେଁ ତୁଚ୍ଛା ମଶାଣିଟାଏ, କିଏ କାଠ ଲଦି ଦେଇ ଜୁଇ ଲଗଉଛି, ଧୀରେ ଧୀରେ ଜଳି ଉଠୁଛି। ଉପାସୀ ଦୁନିଆର ଚୁଲି ଜଳା ନୁହେଁ, ନିଷ୍ଠୁର ବିଧାତାର ଚୁଇ ଜଳା। ହେଇ, ତାର ଆପଣା ଭିତରେ କେଉଁଠି ନିଆଁ ଲାଗିଛି। ଏମିତି ସବୁ ଜଳିପୋଡ଼ି ଯିବ। କାଠ ପରି ତାର ହାଡ଼, ପାଳ ପରି ତାର ବାଳ। ଶ୍ମଶାନରେ ନିଆଁ ଲାଗିଛି, ଦୁନିଆ ପୋଡ଼ୁଛି। କରୁଣ ହୋଇ ଯଶୋଦା ଚାହିଁଥାଏ। କୋଡ଼ର କ୍ଷୀରଖିଆ ଛୁଆ। ଘର ସଂସାର ଜଳ, ସବୁ ଜଳ। ଭାତ ଗଣ୍ଡେ ମାଗିଥିଲା। ବଡ଼ଲୋକଙ୍କ ଦୁଆରେ ଗୋଡ଼ ତଳେ କାନି ବିଛେଇ ବସିବା ମାନିଆ ବକଟେ ଜାଗା। ହେଇ, ମଶାଣି ଜଳୁଛି ନଈ ସେପାରି। ଖାଇବାକୁ ମାଗିଥିଲୁ, ଖା। ପେଟପୂରା ଖା। ମାଟି, ମାଉଁସ, ଜଳପୋଡ଼, ଠୋ ଠୋ ଫୁଟ୍। ଭିକାରୀ ହୋଇ ନେହୁରି ହେଉଥିଲୁ। ସୁଖ ଟିକିଏ ପାଇଁ ସହରକୁ ଧାଇଁ ଆସିଥିଲୁ। ଜଳ ହାଉ ହାଉ। ଧୀରେ ଧୀରେ ଆଉ ଗାଉଁ ଗାଉଁ ହୋଇ ଯଶୋଦା କାନ୍ଦୁଥାଏ। ମୁଣ୍ଡକୁ ଝାଙ୍କୁଥାଏ, ଦେଖୁଥାଏ ତାର ଗରିବର ଦୁନିଆ ଜଳି ଯାଉଛି। ଆପଣାର ସଂସ୍କାର କରୁ କରୁ ତର୍ପଣ କରୁଥାଏ। ସେକରେ ପେଜ ଦିଟା ବୋବା ବୋବି ହେଲେ। ଲାଗିଲା ଠିକ୍ ଯେମିତି ମୁଣ୍ଡ ଉପରେ। ମଲା କି ଅଲକ୍ଷଣା ଜୀବଗୁଡ଼ାକ ମ! ହେ ଡାହାଣୀ ପେଚା, ବାକ୍ ବାକ୍। ଯଶୋଦାର ଶୋଇବା ବେଳ ହେଲା। କାନି ପାରି ଦେଇ ସେଇଠି ସେ ଶୁଏ। ମାନମୟୀ ପଦାକୁ ଅନେଇଛି। ସୁଖର ପୂର୍ଣ୍ଣତା ଭିତରେ ଉତ୍ତେଜନାର ରଶ୍ମି ପରି ଜହ୍ନରାତି ଖୋଲିଛି। ଭାରି ଭଲ। ଖାଲି ଛବି, ଭାବ ଓ ଆନନ୍ଦ। ଜହ୍ନ ଉଠିଲା ବେଳେ ତାକୁ ଭାରି ଭଲ ଲାଗେ। ମନେ ମନେ କେତେଥର ଏମିତି ଦୃଶ୍ୟ ସେ ସିନେମାରେ ଦେଖିଛି। ସବୁ ଯେମିତି ଅଛି, କେବଳ ଚକୁଆ ଚକି ନାହାନ୍ତି କି ଛୁରୀ ହେଉନାହାନ୍ତି। ଦୂର ବଇଁଶୀର ଆଳାପ ପରି ସୁନ୍ଦର ରାତି। ସତକୁ ସତ ଦୂର କୋଠାରୁ ବେଳେ ବେଳେ ଗୋଟାଏ ମୁହଁ ଚୋରା ବଇଁଶୀ ଥରି ଥରି କାନ୍ଦେ। ସେ ବି ଶୁଭେ। ପ୍ରତ୍ୟେକ ଇନ୍ଦ୍ରିୟ ବାଟେ ସେ ଜହ୍ନରାତ୍ରିକୁ ଗ୍ରହଣ କରିପାରେ। ଭାବେ ନୂଆ ନୂଆ ସୁଖ। ଭାବି ଚାକିରିଆ ବରପାତ୍ର ଯାଇଛି। ସେ ଥିଲା ଗୋଟାଏ ଲୋକହସା। ସୁରବାବୁ ଲୋକହସା ନୁହେଁ, ଚାକିରିଆ ନୁହେଁ ସେ। କିନ୍ତୁ ଅବିନାଶ ବାବୁଙ୍କ ଜୋଇଁ ପାଇଁ କେବଳ ଇଚ୍ଛା କଲେ ସବୁ ଆଇନ କୋହଳ ହୋଇପାରେ। ବଡ଼ ଚାକିରି ଆଖି ପିଛା ଡାକେ। ଭବିଷ୍ୟତ ଗଢ଼ିବା ବିଷୟରେ ଶୈଳେନ୍ଦ୍ର ଅବିନାଶ ସମାଜର ଝିଅ ଦୈବକୁ ଅପେକ୍ଷା କରେ ନାହିଁ। ବନ୍ଧୁ ସମ୍ବନ୍ଧୀ, ଜୋଇଁ ପୁତୁରା ଛନ୍ଦାଛନ୍ଦି ହୋଇ ଶାସନ କଳ ଧାର ହାତ ମୁଠାରେ। ମନ କଲେ ପୁରୁଣା ଆଇନ ସଞ୍ଜରେ ଭାଙ୍ଗି ସକାଳୁ ନୂଆ ଆଇନ ତିଆରି ହୋଇ ଛପା ସରିଥାଏ। ସେହି ଚାକିରିଆ ପାତ୍ରର ସାଜସଜ୍ଜା ସବୁ ସୁରବାବୁଙ୍କୁ ପିନ୍ଧାଇ ମାନମୟୀ ନୂତନ ଛନ୍ଦରେ କଳ୍ପନା ଯୋଖୁଥାଏ। ସୁରବାବୁ ଶାସକ ହୋଇଛନ୍ତି। ପ୍ରଚୁର ଯୋଗ୍ୟତା। ସେ ତାର ସ୍ୱାମୀ ଅବିନାଶ ବାବୁଙ୍କ ଜ୍ୱଇଁ। ସେ ନୂଆ ରୂପରେ ତାଙ୍କୁ ଧ୍ୟାନ କରିବାକୁ ଆଜି ଭଲ ଲାଗୁଛି। କାଳି ଜହ୍ନ ତଳେ ଦିଗ୍ବଳୟ ପ୍ରଶାନ୍ତ ହୋଇ ଖୋଲିଛି ତାର ଭାବନା ପାଇଁ। ଅବିନାଶ ବାବୁଙ୍କ ସ୍ତ୍ରୀ ରମା ଜହ୍ନକୁ ଦେଖୁଥାନ୍ତି। ଚାରିଆଡ଼େ ଶାନ୍ତି ସମୃଦ୍ଧି ଅବିକଳ ତାଙ୍କରି ଜୀବନ ପରି। ଭାତ ଖାଇ ସାରିଲେ ହାକୁଟି ଉଠିଲା ପରି ଦିନ ଯାକର ଆନନ୍ଦର ଅନୁଭୂତି ଭୋଗ କରିସାରି ପଦାକୁ ଚାହିଁଲା ବେଳକୁ ତୃପ୍ତିର ଗୋଟାଏ ଅଜଣା ପ୍ରକାଶ ଆପଣା ବ୍ୟକ୍ତିତ୍ୱରୁ ବାହାରି ପଦାରେ ବିଛେଇ ହୋଇ ପଡ଼ିଛି। ସାରା ଦୁନିଆ ଶାନ୍ତ ରସରେ ଜୁଡ଼ବୁଡ଼। ସୁନା ମଥାମଣି ପରି ଜହ୍ନ, ମେଘାମ୍ବରୀ ପାଟଶାଢ଼ୀ ପରି ଭୂଇଁ ଉପରର ଆକାଶ, ହୀରା ପରି ତରାଟ ଫୁଲ, ଫୁଲ ଚାଙ୍ଗୁଡ଼ି ସଜେଇ କିଏ ଯାଉଛି ଦିଅଁ ପୂଜି। ଗୋଟାଏ ପୁରୁଣା ଶସ୍ତା ଉପମା। ଶସ୍ତା କିନ୍ତୁ ନିନ୍ଦା। ଖାନ୍ଦାନୀ ସୁନା, ହୀରା, ରୂପା ଭେକର ଚିହ୍ନା ଉପମା। ସାରା ପ୍ରକୃତିକୁ ଏମିତି ରୂପକ କରିଦେଇ ଆପଣାର ପ୍ରିୟ ଅଳଙ୍କାର ଖଞ୍ଜି ଦେଇ ଫ୍ରେମ୍ରେ ବାନ୍ଧି ଘର କାନ୍ଥରେ ଲଟକେଇ ଦେବାକୁ ଇଚ୍ଛା ହୁଏ। ଅଥବା ଭୁଲରେ କ୍ରୋଶେ ବୁଣି ଥୋଇଦେବାକୁ ପ୍ରଦର୍ଶନୀକୁ ଯିବା ଭଳି। ହୃଦୟ ଉଛୁଳେଇ ଭକ୍ତି ଆସିଲା। ଗଦଗଦ ହୋଇ ରମା ଠାକୁରଙ୍କୁ ଦଣ୍ଡବତ କଲେ। ଡୋଳା ଟେକିଲେ, ମୁଣ୍ଡକୁ ଝରକାର ଚୌକାଠରେ ଲଗେଇଲେ। ଦୀର୍ଘଶ୍ୱାସ ସମ୍ବଳିତ ପ୍ରଣିପାତରେ ପ୍ରାଣର ଉଚ୍ଛ୍ୱାସ ଢାଳିଦେଇ ସ୍ତୁତି କଲେ। ଆହୁରି ସମ୍ପତ୍ତି ବଢ଼ୁ, ସବୁ ବେପାର ସିଦ୍ଧି ମିଳୁ। ମାନମୟୀ ଭଲ ଘର ପାଉ, ଯେଉଁଠି ପ୍ରଚୁର ସମ୍ପତ୍ତି। ମାଟି, ଇଟା, ରୂପା, କାଗଜ ସବୁ। ଅଘୋର ବିଭା ହେଲେ ସେହି ଜାତିର ସମ୍ପତ୍ତି ଆସୁ। ଇଟା ଉପରେ ଇଟା, ମାଟି ଉପରେ ମାଟି, ସମ୍ପତ୍ତି ବଢ଼ୁ, ସିଦ୍ଧି ରହୁ। ମୁହଁ ଟେକି ଭକ୍ତିବିହ୍ୱଳ ଆଖିରେ ଚଉଠି ରାତିକୁ ଅନାଇ ଦେଲା ବେଳକୁ
ସେଠି କଳ୍ପିତ ଦେବତାର ରୂପେ ସତେକି ଦିଗ୍ବଳୟ ଆବରି ଧରି ଅଷ୍ଟଧାତୁର ମୂର୍ତ୍ତି। ସେଥିରେ ସୁନା, ପ୍ଲାଟିନମ୍, ରୂପା, ହୀରା, ଜହରତ, ତାର ଇଟା ଚୂନର ମୂଳଦୁଆ, ସିମେଣ୍ଟର ଆସ୍ଥାନ, ଶଙ୍ଖ ମଲମଲ ଗାଦି। ତାର ହାତରେ ଶେର। ତରାଜୁ ମାପିଚୁପି ସମ୍ପଦ ଅଜାଡ଼ିବାକୁ ପିଠିଆଡ଼େ ବିଚିତ୍ର ମେଘର ଧଡ଼ିରେ ଅଙ୍କିତ ହୋଇଛି। ଆକାଶ ଛୁଆଁ କଳବଜାର ସହର। ଉଚ୍ଚ ଚିମ୍ନିରେ ଧୂଆଁ ଉଠୁଛି ବୌମ୍ୟଲୋକକୁ। ହୃଦୟର ଦେବତା ମୁରୁକି ହସା ଦେଉଛି ବାଞ୍ଛା ପୂର୍ଣ୍ଣ ହେବ। ଓଃ କି ରାତି! ଆକାଶଯାକ ଖାଲି ହୀରା, ଜହରତ, ମୋତି, ମାଣିକ୍ୟ। ତେବେ ଏହିଠାରେ ଶେଷ ହେଲା ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସ ହରିଜନ। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସର ଅବଶିଷ୍ଟ ଭାଗଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।